ସେମାନେ ତାଙ୍କ ପ୍ରତି ଦୃଷ୍ଟିପାତ କଲେ ଓ ଦୀପ୍ତିମାନ ସେମାନଙ୍କର ମୁଖ କେବେ ବିବର୍ଣ୍ଣ ରହିବ। ଯେଉଁମାନେ ପରମେଶ୍ୱର ଗାରେ ଉର୍ଦ୍ଧ୍ୱ କରିବେ ସେମାନେ କେବେ ମଧ୍ୟ ନିରାଶ ହେବେ ନାହିଁ। ସେମାନଙ୍କର ମୁଖ କେବେ ମଧ୍ୟ ଦୁର୍ବଳ ହେବ ନାହିଁ। ସେମାନଙ୍କର ମୁଖ କେବେ ମଧ୍ୟ ନିରାଶ ସହିତ ସୁଖାଇତ ରହିବ ନାହିଁ। ପ୍ରଭୁ ପାଖରେ ଉର୍ଦ୍ଧ୍ୱ ଦୃଷ୍ଟି କରିବା ଲୋକମାନେ ହାଲେଲୁୟା। ଉପଦେଶକ 11 ଅଧ୍ୟାୟ ତାର 4-5 ପଦ ନାଇଁ ତାର 6-7 ପଦ ପଢିବା 8 ପଦ। ତୁମେ ପ୍ରଭାତରେ ବୀଜ ବୁଣ ଆଉ ସନ୍ଧ୍ୟା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ। ଏହା ତାହା କଣ ହେବ? ସିଦ୍ଧ ହେବ। ହଁ ଜାଣ ନାହିଁ। ତାପରେ ପ୍ରକୃତରେ ଆଲୁଅ କଣ ଲେଖା ଅଛି? ସୁଖଦାୟକ। ଆଉ ଆମର ଚକ୍ଷୁ ପକ୍ଷରେ ସୂର୍ଯ୍ୟ ଦର୍ଶନ କଣ? ତୁଷ୍ଟିକର। ତାର ଅର୍ଥ ଆମେ ପ୍ରଭାତରେ ଯୋଉ ସୂର୍ଯ୍ୟ ଉଦୟ ହେଉଛି ସେ ସୂର୍ଯ୍ୟକୁ ଆମେ ଯେତେବେଳେ ଦେଖୁଛୁ ଆମର ଆଖି ପାଇଁ ସେଟା କଣ? ଉତ୍ତମ ତୁଷ୍ଟିଜନକ। ଯେବେ ମନୁଷ୍ୟ ଅନେକ ବର୍ଷ ବଞ୍ଚେ ତେବେ ସେ ସବୁରେ କଣ କରିବା ଦରକାର? ଆନନ୍ଦ କରିବା ଦରକାର। ମାତ୍ର ଅନ୍ଧକାରର ଦିନ ସବୁ ସେ ମନେ ରଖୁ। ଆଉ ଗୋଟେ ବିଷୟ ଯେତିକି ଦିନ ବଞ୍ଚବୁ ସେଟାକୁ ନେଇକି ତ ଆନନ୍ଦ କରିବା ଦରକାର। ମାତ୍ର ଆଉ ଗୋଟେ ବିଷୟ ମନେ ରଖିବା ଦରକାର। କୋଉଟାକୁ? ଆଉ କୋଉ ବିଷୟକୁ ମନେ ରଖିବା ଦରକାର? ଅନ୍ଧକାର ଦିନ ସବୁ କଣ କରିବା ଦରକାର? ମନେ ରଖିବା ଦରକାର। କାରଣ ସେହି ଦିନ ସବୁ କଣ ହେବ? ଅନ୍ଧକାର ଦିନ ଅଳ୍ପ ଦିନ ହେବ, ଅନେକ ଦିନ ହେବ। ଅନ୍ଧକାର ଦିନ ଗୋଟେ ଦିନ ହେବ ନାହିଁ, ଅନେକ ଦିନ ହେବ। ସେଥିପାଇଁ ଆମେ ଜାଣିବା ଦରକାର, ବିଶ୍ୱାସ କରିବା ଦରକାର ଯେ ଏବେ ମୋର ତୁଷ୍ଟିକର ବିଷୟ କଣ? ଉଜ୍ଜ୍ୱଳ ଗତି। ସୂର୍ଯ୍ୟ ଦର୍ଶନ ପୁଣି ଚକ୍ଷୁ ପ୍ରତି ତୁଷ୍ଟିକର ବିଷୟ। କାହିଁକି? ଉଜ୍ଜ୍ୱଳରେ ଗମନ କରିବାଟା, ଉଜ୍ଜ୍ୱଳ ପଥ ଦେଇ ଯିବାଟା ଆମର ପାଇଁ ଉତ୍ତମ। ମାତ୍ର ଅନ୍ଧକାର ଦିନ ସବୁକୁ କଣ କରିବା ଦରକାର? ସ୍ମରଣ କରିବା ଦରକାର, ମନେ ପକାଇବା ଦରକାର। ସେ ଦିନ ଅଳ୍ପ ଦିନ ନୁହେଁ, ବହୁ ଦିନ। ସେଟା ଜହନ 9 ଅଧ୍ୟାୟ ତାର 4 ପଦ ପଢି ଟିକେ କରିବେ। ଜହନ ସୁସମାଚାର କଣ ଲେଖା ଅଛି? ଦିନ ଥାଉ ଥାଉ ମୋର ପ୍ରେରଣ କର୍ତ୍ତାଙ୍କର କର୍ମ କରିବା ତୁମମାନଙ୍କର। ଆମମାନଙ୍କର କଣ କର୍ତ୍ତବ୍ୟ? ଆମର କର୍ତ୍ତବ୍ୟ କଣ? ଦିନ ଥାଉ ଥାଉ ଆମକୁ ଯେ ଜନ୍ମ ଦେଇଛନ୍ତି, ଆମକୁ ଯେ ମାତାଙ୍କ ଉଦରରେ ଗୋଟେ ଆତ୍ମାକୁ ନେଇକି ସୃଷ୍ଟି କରିଛନ୍ତି, ସେଇ ପ୍ରେରଣ କର୍ତ୍ତାଙ୍କୁ କଣ କରିବା ଦରକାର? ସ୍ମରଣ କରିବା ଦରକାର। ଦିନ ଥାଉ ଥାଉ ଯୀଶୁ ଏଟା କହୁଛନ୍ତି। ଦିନ ଥାଉ ଥାଉ ଆପଣ ପ୍ରେରଣ କର୍ତ୍ତାଙ୍କୁ ସ୍ମରଣ କର। ଯେଉଁ ସମୟରେ କେହି ମଧ୍ୟ କର୍ମ କରିପାରିବ ନାହିଁ, ଏପରି କଣ ଆସୁଅଛି? ରାତ୍ରି ଆସୁଛି। ଆଉ ଏ ରାତ୍ରି ଉପଦେଶ ଲେଖକ ଲେଖୁଛି କେତେ ଦିନ କରିକିରି? ଅନେକ ବର୍ଷ, ଅନେକ ଦିନ ସେଇ ଦିନ ହେବ। ସେଇ ସବୁ ବର୍ଷ ମାନଙ୍କରେ ଉପଦେଶକ 12 ଅଧ୍ୟାୟ 2 ପଦ ଲେଖା ଅଛି। କଣ ଲେଖା ଅଛି? ସେ ସମୟରେ ସୂର୍ଯ୍ୟ ଓ ଦୀପ୍ତି ଓ ଚନ୍ଦ୍ର ଓ ତାରାଗଣ
कौन हेबे अंधकार हे ज्योति थिबा ज्योति देउथिबा प्रकाश देउथिबा उज्ज्वल देउथिबा प्रत्येक वस्तु अंधकार हे पुणे दृष्टि उतारे पुनर्बार मेघ हेबो हां सेहि दिन बस तार ऊपर पद लिखा अछि যৌবন কালের সৃষ্টিকর্তাকে স্মরণ করো কারণ হ্যাঁ আসুছি ଯେଉଁ ସବୁ ବର୍ଷରେ ତୁମେ କହିବ ଗୋଟେ ଦିନ କି ସେଟା ଗୋଟେ ବର୍ଷ କି ସେଟା ଯେଉଁ ସବୁ ବର୍ଷରେ କହିବ କରୋନା କେତେ ବର୍ଷ ହେଲା 2 ବର୍ଷ ହେଲା 2 ବର୍ଷ ଯାକକୁ ଆମର ହାଲତ ବିଗିଡ଼ି ଗଲା ଆପଣ ତ ଆମେ ସମସ୍ତେ ଦେଶୀ ଜାଗା ରହୁଥିଲୁ ଟିକେ ଚଳୁଥିଲା ଟାଉନ ମାନଙ୍କରେ ସୁନସାନ ହେଇଯାଉଛି କେବଳ ପୋଲିସ ଯାତ୍ରା କରୁଛି ଭାବନ୍ତୁ ସେଇଦିନ ମାନଙ୍କରେ ସେ ସମୟ ମାନଙ୍କରେ ଆମେ ଚକ୍ଷୁରେ ଦେଖିଛୁ ଆମେ ସମସ୍ତେ ନିଜେ ଅନୁଭବ କଲୁ ଯେ 2 ବର୍ଷ କେତେ ସମସ୍ୟା ଦେଇଯିବା ପାଇଁ मात्र एते समय आसुअछि जो रात्रि समय तार गणना हेबो ना सेई सब वर्ष मान करे कहबो मोर किछि सुख से दिन कोन सुख नाइ कारण से दिन सूर्य दीप्ति चंद्र और तारागण कोन हेबे अंधकारमय अंधकार हे जीवो गोटे दिन हेबो नाइ वर्ष सती भाई पढ़ुथिला कोन बोली गिरी हमर वाक्य कहले हमर फिरोज कहले नै कि 11 अध्याय हमें पढ़ी गिरा गुडा 11 अध्याय रो कोन बोले लिखा अछि देखो ता 9 और 10 पद कोन बोले लिखा अछि उपदेश हे जुबान को तुम्बे अपना यौवन अवस्था रे आनंद करो कोन बोले कहले कहला यौवन अवस्था रे काम दुख रे रहबा पे प्रभु कहि ना आनंद करबा पे कहते आनंद कर यौवन काल रे तुमर चित्त तुमको हृष्ट करू तुमर हृदय जेति लागुची आनंद करछि माने हृष्ट करो तुमको तुमर चित्त तुमर हृदय तुमको हृष्ट करो पुणी अपना मनर गति रे हां और अपना चक्षुर दर्शन रे चलो आखी जेति दुसला मन जेति चलायला चलो मना करा गला कि काकू भी मना करा जाए आनंद करबा को कुआ गला आउ कोन यौवन काल रे तुमरो चित्त जोटा लागुची सेटा करबा पई मते कुआ गला सब किछि कुआ गला तुमे तुमरो चक्षुर दर्शन रे आउरी हां करे अपना मनरो गति रे ओ अपना चक्षुर दर्शन रे चल मना करा जाय नै का तत्तोल पद मात्र परमेश्वर हां मात्र एटी गुटे पद बाहरला मात्र बोल नै कि मात्र परंतु किंतु बोलबाटा गुटा शब्द भयंकर शब्द एटा ना ना जति मात्र हो परंतु हो किंतु हो आ कोन बोल करे नै कि इंग्लिश रे वर्ड बोलबाट नै कि एटा गुटा भयंकर शब्द एटा मात्र परमेश्वर ए सब विषय धरि तुमको विचार रे परमेश्वर ए सब विषय ने तुमको कोन आनिबे विचार रे आनिबे यहां तुम्हें कोन हो जानो कोन पाए जानबा को पड़बो मन चक्षुर दर्शन रे मि चालली हृदय गतिबा मनर गति रे चालली आउ सब किछि मोर चित्त मते आनंद कला हृष्ट कला मु जेंति चलबा कत सेंति चालली सत कथा चालुची मात्र ए सब को नै गोटे दिन विचार कोन आजिबो एना मते ज्ञात होबा दरकार एटा विषय जानबा दरकार एबे मु जेंति कहले हे जीव बोल काई कि तार 10 पद कोन लिखा अछि ए तो आपण हृदय रु विरक्ति दूर करो आउ जदि कोनोसी बापा मा कबे देख मा एंति होने जे बापा जे पुआ जेंति होने बोली कहले संगे संगे विरक्ति आसबो मात्र अपना मनर कोन करो विरक्ति दूर करो और अपना शरीर दुख दूर करो
ଯୌବନ ଓ ଜୀବନର ଉତ୍ତମାଂଶ ସାର যৌবন ও জীবনর ଉତ୍ତମାଂଶ উত্তমাংশ ସାର ଏ ମାଂସ ଯୌବନ କାଳର ମାଂସ ଭଲ କି ଅସାର ବୋଲେ ଭଲ କି ଖରାପ ଅସାର ବୋଲେ ଭଲ କି ଖରାପ ଖରାପ କିଛି ଲାଭ କିଛି ଭଲ ନାହିଁ ତେଣୁକରି এই দিন ମାନଙ୍କର ସେଟା ଆମେ ଲେଖିଲେ କଣ ଲେଖିଲେ ତାର 7-8 ପଦରେ କଣ ଲେଖିଲେ 8 ପଦ ଉପଦେଶ 8 ପଦରେ କଣ ବୋଲେ ମନୁଷ୍ୟ ହଁ ଯେବେ ମନୁଷ୍ୟ ଅନେକ ବର୍ଷ ବଞ୍ଚେ ଯେବେ ମନୁଷ୍ୟ ଅନେକ ବର୍ଷ ବଞ୍ଚେ ତେବେ ସେ ସବୁରେ ସେ ଆନନ୍ଦ କରୁ ସେ ସବୁରେ ସେ ଆନନ୍ଦ କରୁ ମାତ୍ର ମାତ୍ର ଅନ୍ଧକାରର ଦିନ ସବୁ ଅନ୍ଧକାରର ଦିନ ସବୁ ସେ ମନେ ରଖୁ କାରଣ ସେହି ଦିନ ସବୁ ଅନେକ ହେବ ସେଇ ଦିନ ସବୁ ଗୋଟେ ଦିନରେ ବନାଇ ଯାହା ଯାହା ଘଟେ ହଁ। ସବୁ ଅସାର ସବୁ କିଛି ଶରୀର ପାଇଁ ଉତ୍ତମ ନାହିଁ ଜୀବନ ପାଇଁ ଉତ୍ତମ ନାହିଁ କୌଣସି ପରିବାର ପାଇଁ ଉତ୍ତମ ନାହିଁ ମଣ୍ଡଳୀ ପାଇଁ ବି ଉତ୍ତମ ନାହିଁ କୌଣସି ବିଷୟ ପାଇଁ ଉତ୍ତମ ନାହିଁ ମାତ୍ର ମୁଁ ସେ ଅନ୍ଧକାର ଦିନ ମାନଙ୍କରେ ମଣ୍ଡଳୀ ଯେଉଁମାନେ ବିଶ୍ୱାସରେ ଥିବେ ବିଶ୍ୱାସୀ ଭାଇ ଭଉଣୀମାନେ ଜଗତରେ ନଥିବେ ଯେଉଁ ଆମେ ସମସ୍ତେ ଯଦି ବିଶ୍ୱାସରେ ଥିବା ଅଟଳ ଥିବା ପବିତ୍ର ଥିବା ଆମେ ଏଇ ଦିନ ସେଦିନ ସେ ଅନ୍ଧକାର ଦିନରେ ନଥିବେ ସେଥିପାଇଁ କି ଦେଖୁଛୁ ସେଇ ସବୁ ଦିନ ଅସାରଟା ଭଲ ନୁହେଁ କେବେ ମଧ୍ୟ आप ଚିନ୍ତା କରନ୍ତୁ ନାହିଁ ମୁଁ ଭଲ ହେଇଯିବ ମୋର ପାଇଁ ଭାବନ୍ତୁ କାହିଁକି ମନୁଷ୍ୟ ସେଥିପାଇଁ ଲେଖିଲେ ମନୁଷ୍ୟ ସୁପ୍ରଭାତରେ ବୁଣିକିରି ସନ୍ଧ୍ୟାରେ ଆପଣ ମୁଠିକୁ କଣ ନ କରୁ କଣ ବିହନ ବୁଣିଲା ପରେ ନାଇଁ କି ବିହନ ବୁଣିବାଟା କଥା କାଲି ଆଜ୍ଞା ପ୍ରାଚୀନ ଆଜ୍ଞା ସହିତ ଅପାର ଆଜ୍ଞା ସହିତ କଥା ହଉଥିଲେ ରବିବାର ଦିନେ ଆଜ୍ଞା କଲେ ଅଜୟ ଆଜ୍ଞା ତମର ରବିବାର ଦିନ ସରାଇ ଦେଲେ ଆମେ ସେଦିନ କରିଦେଇଥିଲା ସେଦିନ ତ ଏକୁ ଯାକୁ ବର୍ଷା ଲାଗିଛି ପାଗ ଦେଉ ନାଇଁ କି ତାକୁ ସୁଯୋଗ ସେ ସମୟ ଗଲା ପରେ ଆଉ ପୁଣି ମିଶା ହେବ ତାର ତଳପଦ ମାନଙ୍କ ଲେଖା ଅଛି କେ ବର୍ଷାକୁ ଆଉ ପବନକୁ ଦେଖି ମେଘକୁ ଦେଖିକିରି କାଟବାଟା ମଧ୍ୟ ବୁଣିବ ପବନକୁ ଦେଖିକିରି ଅନାଇକି ଯଦି ବୁଣିବ ନାହିଁ ବୋଲେ ହେବ ନାହିଁ ଆଉ ମେଘକୁ ଦେଖି କାଟିବ ବୋଲି କାଟିବି ନାହିଁ ବୋଲି ପିସା ହେବ ସମୟ ଯୋଉ ସମୟ ଆମେ ପାଇଛୁ ପ୍ରିୟ ମାନେ এটা হচ্ছে আমার ପାଇଁ ବାଇବଲରେ ପ୍ରମାଣ ଦଉଛି କଣ ବୋଲି ଲେଖା ଅଛି ସୂର୍ଯ୍ୟ ଦୃଷ୍ଟି আমার ভাই তুষ্টি চক্ষু পাই তুষ্টি করো আমার চক্ষু পাই সে সব বিষয় লেখলা পরে কইলে তোমার চক্ষু যেমতি চাউছি সেমতি চালো মনের গতি অনুসারে চালো সৎ কথা তুষ্টিকর বিষয়ে চালো खराब विषय चालो ना कहीं ये सब विषय को लेकर सदा प्रभु करते हैं तुमको विचार को आने यहाँ तो जानी कर लो जानवा दरकार हम जीवन में जानवा दरकार परमेश्वर ए सब को लेकर बड़े दिन विचार पाए ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ଦିନ ଥାଉ ଥାଉ ମୋର ପ୍ରେରଣକର୍ତ୍ତାଙ୍କର କଣ କର ପ୍ରେରଣକର୍ତ୍ତାଙ୍କର କର୍ମ କରିବା ଆମମାନଙ୍କର କର୍ତ୍ତବ୍ୟ ହଁ ତାପରେ ଯେଉଁ ସମୟରେ କେହି କର୍ମ କରିପାରେ ଯେଉଁ ସମୟରେ କେହି କର୍ମ କରିପାରିବ ନାହିଁ ଏପରି ରାତ୍ରି ଆସେ ସେପରି ରାତ୍ରି ଲକଡାଉନ ହେଇଯିବ ସଟଡାଉନ ହେଇଯିବ କାମ କରିହେବ ନାହିଁ ଦୁଇ ଲୋକ ପାଖରେ ରହିହେବ ନାହିଁ ସବୁ ପରେ ଆମେ କିଣିବା ପାଇଁ ପଡିବ ସାନିଟାଇଜର ସବୁ କିଛି କିଣିବା ପାଇଁ ପଡିବ କିନ୍ତୁ ବ୍ୟବହାର କଲୁ ଡିଷ୍ଟାନ୍ସ ରଖିଲୁ କିଛି କାମ କରିବାକୁ ହେବନି କରିହେବନି ବୋଲେ ସେଟା ଯଦି ଏଟା ହଉଛି ଆମର ପାଇଁ ଗୋଟେ ଛୋଟ ଛୋଟ ପ୍ରସବ ବେଦନାର ଆରମ୍ଭ ମାତ୍ର ଆପଣମାନେ ଜାଣିଛନ୍ତି 24 ମାଥ୍ୟୁରେ ଲେଖା ଅଛି 24 ମାଥ୍ୟୁ ପୁସ୍ତକ 24 ତାର 1 2 3 ପଦ ଟିକେ ଏମିତି ପଢିକି ଚାଲନ୍ତୁ ମାଥ୍ୟୁ 24 ଯୀଶୁ ମନ୍ଦିରରୁ ବାହାରି ଚାଲି ଯାଉଥିବା ସମୟରେ ହଁ ତାହାଙ୍କର ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ପ୍ରାସାଦ ସମୂହ ଦେଖାଇବା ନିମନ୍ତେ ତାହାଙ୍କ ନିକଟକୁ ଆସିଲେ ହଁ କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ ତୁମେମାନେ କଣ ଏହି ସମସ୍ତ ଦେଖୁନାହ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି ହଁ ଏହି ସ୍ଥାନରେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ ସମସ୍ତ ହିଁ ଭୂମିସାତ ହେବ ସବୁ ଭୂମିସାତ ହେବ ପରେ ସେ ଜିତ
पर्वत उपरे बसन्ते हम्म शिष्य माने ताहाको छामको गोपନରେ आसी पचारे पछाड़ले ए सब केबे घटिबो ए सबु केबे घटबो पुणी आपणଙ୍କ आगमन ओ जुगान्तर लक्षण कोन आपणकर आगमन आ जुगांतर लक्षण कोन कोन ताहा आपमानକୁ कुहंतु हममानकु ए सबु केबे घटबो शिष्य मन यीशु को पचारुछन्ति केबे हेबो प्रभु ए अंधकार दिन केबे हेबो जो दिन मानकर जीवन सुख केबे वर्ष मानकर सुख नाही बोली कहबा दिन केबे आइबो ये मंदिर जोटा देखुछ से मंदिर प्रस्तर उपरे प्रस्तर रहबो नाही गोटे पत्थर उपरे आ गोटे पत्थर रहबो नाही सब भूमि साथ देबो ए सब केबे हेबो तातले कोन सेतिरे यीशु सेमानକୁ उत्तर दे यीशु सेमानକୁ उत्तर देई कहले सावधान केही जपरि तुमମାନଙ୍କୁ भ्राন্ত न करे केही जेपरि तुमମାନଙ୍କୁ कोन न करू भ्रांत न करू कारण अनेक मन हमरे आसी अनेक मन हमरे आसीबे ओ ख्रीष्ट कहि कहि अनेकଙ୍କୁ भ्राন্ত କରିବେ करिवे ଆଉ ତୁମେ ମାନେ ଯୁଦ୍ଧର ବିଷୟ तुमे माने को विषय युद्धर विषय ଓ ସଂଗ୍ରାମର ଜନରୋଗ ଶୁଣିବ आउ संग्रामर जनरब शुणिब ସାବଧାନ सावधान ବ୍ୟାକୁଳ ହୁଅ ନାହିଁ व्याकुल हो जाए କାରଣ ଏହି ସମସ୍ତ ଅବଶ୍ୟ ଘଟିବ ए समस्या अवश्य घटिब କିନ୍ତୁ ସେହି काल ଯୁଗାନ୍ତ ନୁହେଁ से काल जुगांत सावधान बोली कहे युद्ध आजिकल शुणुछन्ति कि ना युद्धर घोषणा स्थाने स्थाने भूमिकंप हेबार शुणुछन्ति कि शुणुछन्ति महामारी शुणुछन्ति समस्त विषय आपण मारी मु शुणुछु आज न्यूज रे मते देखुछु जुगर समाप्त नुहे मात्र आगमनर निकटता विलंबना से आगमन करिबो सेतिबाई आम्मानको जीवन रे जो समय आमे पाइछु जो दिन पाइछु उज्जवल कर्म करबा पाए आमे आलोकर कर्म करबा पाए पवित्र कर्म करबा पाए धर्म जीवन यापन करबा पाए आमे जो समय पाइछु से समय रे कर्म करिबा कारण एबे हमको हमर प्रेरण करता पठाइछथि ताकर कर्म करिबा जदि ए प्रकार समय आसुछि जो समय आमे कर्म करि पारबा नै से प्रकार अंधकार दिन आसुछि से दिन रे के कर्म करि पारबो आज जदि समय मिलछि हमर दृष्टिर अनुसार चक्षुर अनुसार आमे चलबा नै मनर गति अनुसार चलबा को नै चित्त को हृष्ट करबा दिन नुहे এই দিন হচ্ছে যে প্রভুଙ୍କ ବିଚାରରେ ଗୋଟେ ଦିନ ଆଣିବେ ସେ ବିଚାରରେ ଆମେ ଧାର୍ମିକ ହେବୁ କି ଅଧାର୍ମିକ ହେବୁ ସେଇ ଦିନକୁ ମନେ ପକାଇବା ଦିନ ସେଇ ଦିନକୁ ସ୍ମରଣ କରି ଚାଲବା ଦିନ କାରଣ ସେ ସମୟ ସେ ଦିନ ଦୁଃସମୟ ବୋଲି କହିଲେ ବହୁତ କଷ୍ଟର ଦିନ କଷ୍ଟର ଦିନ ଦୁଃଖର ଦିନ ସେ ଦିନ ଏତେ ଦିନ ହେବ ତାହା ଭୟଙ୍କର ଘୋର ଅନ୍ଧକାର ସିମ୍ଫୋନି ପୁସ୍ତକ ଟିକେ ବାହାର କରନ୍ତୁ ସିମ୍ଫୋନି जय पुस्तक तार 3 अध्याय 2 अध्याय 2 पद पढ़ 2 अध्याय 2 पद ताहा तिमिर ଅନ୍ଧକାରମୟ ଦିନ केते दिन सेटा तिमिर अंधकारमय दिन ताहा मेघाच्छिन्न ଆଉ ନିବିଡ଼ ଅନ୍ଧକାର ଦିନ ସେଦିନ କେତେ ଦିନ ହେଇଥିବ ଏଠି ସିମ୍ଫୋନିକୁ କଣ ଲେଖିଲେ ଜୟ ପୁସ୍ତକରେ କଣ ଲେଖିଲେ ତାହା ତିମିର ଅନ୍ଧକାରର ଦିନ
ତାହା ନିବିଡ଼ ଅନ୍ଧକାର ମେଘାଚ୍ଛନ୍ନର ଦିନ ପର୍ବତ ଗଣର ଉପରେ ପର୍ବତ ଗଣର ଉପରେ ଅରୁଣ ତୁଲ୍ୟ ଅରୁଣ ତୁଲ୍ୟ ଯେମିତି ସୂର୍ଯ୍ୟ ଉଦୟ ହେଲେ ଆମର ଚକ୍ଷୁକୁ ଦୃଷ୍ଟିକର ବିଷୟ ସେମିତି ଏକା ସେ ସୂର୍ଯ୍ୟ ଉଦୟ ହେଲା ପରି ତାହା ବ୍ୟାପ୍ତ ହେଉଅଛି। এই দিନ ମାନଙ୍କରେ ସେ କର୍ମ ସବୁ ବ୍ୟାପି ଯାଉଛି। ଏ ଅନ୍ଧକାର କର୍ମ ବ୍ୟାପୁଛି। ତେବେ ଅନ୍ଧକାର ଦିନକୁ ଶୀଘ୍ର ସ୍ୱାଗତ କରିବା ପାଇଁ ଏ ଦିନ ବ୍ୟାପୁଛି। ଭାବନ୍ତୁ ଯେ ଆମ ପାଇଁ ଆଉ ସୁଖର ଦିନ, ମଙ୍ଗଳ ଦିନ, ଭୟଙ୍କର ଦିନ, ଆମେ ଆଶୀର୍ବାଦ ଦିନ ଏ ଦିନ ମାନେ ସବୁ ଦେଖିପାରିବା। ସେଥିପାଇଁ ଯାହା ସମୟ ଅଛି ଏ ସମୟରେ ଆମେ ଉତ୍ତମ କର୍ମ କରିବାକୁ ଚାହୁଁ। ମୁଁ ଗୋଟେ ଅନ୍ୟ ବାକ୍ୟ ପ୍ରଚାର କରିବାକୁ ଭାବିଥିଲି। ଯେତେବେଳେ ଫିରୋଜି ବାକ୍ୟ କହିଲା ବାକ୍ୟ ମନେ ଆସିଲା। ସେ ସାଙ୍ଗେ ସାଙ୍ଗେ ଏକା ଅନନ୍ତ ଭାଇ ଆସି କହିଲେ ପ୍ରାର୍ଥନା କରିବା। ଏ ଦିନ କଣ ଦିନ? ସେଇ ଦିନ ରକ୍ଷା ପାଇବା ପାଇଁ, ସେ ଅନ୍ଧକାର ଦିନରୁ ରକ୍ଷା ପାଇବା ପାଇଁ ଆମେ ପ୍ରାର୍ଥନା କରିବା ଦରକାର। ଯଦି ପ୍ରାର୍ଥନା ନାହିଁ ଆମ ଜୀବନରେ, ଯଦି ଆମ ଜୀବନରେ ଆତ୍ମର ଜୀବନ ନାହିଁ, ଆମେ ସେଥିରୁ ଉଦ୍ଧାର ପାଇପାରିବା। ସେଥିପାଇଁ ଲେଖା ହେଲା ପ୍ରାର୍ଥନା ପ୍ରଥମ ପିତର 4 ଅଧ୍ୟାୟ ତା 17 ପଦରେ ଲେଖା ଅଛି। 7-8 ପଦ ଲେଖା ଅଛି। 7-8 ପଦ ଲେଖା ଅଛି। କଣ ଲେଖା ଅଛି? ମାତ୍ର ସମସ୍ତ ବିଷୟର ଅନ୍ତିମ କାଳ ସନ୍ନିକଟ। ମାତ୍ର ସମସ୍ତ ବିଷୟର କଣ କାଳ ସନ୍ନିକଟ? ଆଜି ଯୋଉ ଯୁଗରେ ଚାଲୁଛୁ, ଏ ଦିନ ମାନଙ୍କର ଚାଲୁଛୁ, ଏ ଦିନର ସମସ୍ତ ବିଷୟର ଶେଷ ସମାପ୍ତି କାଳ ସନ୍ନିକଟ। ଅତଏବ ସୁବୁଦ୍ଧି ହୁଅ। ବୁଦ୍ଧି ଜ୍ଞାନ ଆଉ କଣ କଣ ସବୁ ପାଇଛୁ, ସୁବୁଦ୍ଧି ହୁଅ। ପ୍ରାର୍ଥନା କରିବାକୁ ପଡିବ, ବାକି କିଛି କରିବାକୁ ଦରକାର ନାହିଁ। କାହିଁକି? ସମସ୍ତ ବିଷୟର ଅନ୍ତିମ କାଳ ସନ୍ନିକଟ। ତାର ଅର୍ଥ କଣ? ଅରୁଣ ତୁଲ୍ୟ ପର୍ବତ ଉପରେ ଅରୁଣ ତୁଲ୍ୟ ସେ ଅନ୍ଧକାର ବ୍ୟାପିବା ପାଇଁ ଚାଲିଛି। ବ୍ୟାପ୍ତ ହେଉଅଛି ଅର୍ଥାତ୍ ବ୍ୟାପି ଚାଲିଛି ଅନ୍ଧକାର। ଅନ୍ଧକାର କର୍ମ ଚାଲିଛି, ପାପର କର୍ମ ଚାଲିଛି ଜଗତରେ। ଏବେ ଉଜ୍ଜ୍ୱଳ ଥାଉ ଥାଉ ଯେତିକି କର୍ମ ଚାଲିଛି, ଗୋଟେ କର୍ମ ଗୋଟେ ସମୟ ଆସିବ ଯୋଉଦିନ ଉଜ୍ଜ୍ୱଳ କର୍ମ ହେବ ନାହିଁ, ଅନ୍ଧକାର କାର୍ଯ୍ୟ। ସେଥିପାଇଁ ଆମେ ଏଇ ଦିନ ମାନଙ୍କରେ ଆପଣା ଜୀବନରେ ପ୍ରଭୁ ଯାହା ଦେଇଛନ୍ତି ତହିଁରେ ଆନନ୍ଦ କରିବା ଦରକାର। ଉପଦେଶକ ପୁସ୍ତକ ଟିକେ ପଢନ୍ତୁ। ଏ ଉପଦେଶକ ପୁସ୍ତକ ଆପଣ ମାନେ 12 ଅଧ୍ୟାୟ ଅଛି। 12 ଅଧ୍ୟାୟ ଟିକେ ପଢିକି ଦେଖନ୍ତୁ ଯେ ସେଠି 1 ଅଧ୍ୟାୟରୁ ନେଇକରି ଶେଷ ଅଧ୍ୟାୟ ଯାକ ସଲୋମନ ମହାରାଜାଙ୍କର ଅନୁତାପର ପୁସ୍ତକ ଏଟା। ସେ ଲେଖିଲେ ଯେତେବେଳେ ପାପରେ ପଡିଲା ପରେ ମନୁଷ୍ୟର ବିଗତର ପାଠରେ ମତେ ପଢାଇଥିଲେ। ମନୁଷ୍ୟର 3 ଅଧ୍ୟାୟରେ ପଢିଥିଲେ ନାଇଁ କି? ମନୁଷ୍ୟର ଆତ୍ମା କଣ ঊର୍ଧ୍ୱଗାମୀ, ପଶୁର ଆତ୍ମା କଣ ଅଧଗାମୀ। କିଏ ଜାଣିଛି? ଯେମିତି ମନୁଷ୍ୟ ଯେ ପ୍ରକାର ପଶୁ ତୁଲ୍ୟ ବୋଲି ଲେଖା ହେଇଛି। ଯେଉଁ ମନୁଷ୍ୟ ପ୍ରଭୁଙ୍କ ଠାରୁ ବିମୁଖ ହେଇଯିବ, ପ୍ରାର୍ଥନା ଜୀବନ ନଥିବ, ଆରାଧନା ଜୀବନ ନଥିବ, ଆପଣ ଚକ୍ଷୁର ଅଭିଳାଷରେ ଚାଲିବ, ମନର ଗତିରେ ଚାଲିବ, ଚିତ୍ତ ଯାହା ହୃଷ୍ଟ କରୁଛି ସେ ଅନୁସାରେ ଯଦି ଗମନ କରିବ, ସେ ମନୁଷ୍ୟ ପଶୁ ତୁଲ୍ୟ ବୋଲି ଉପଦେଶ ପ୍ରକାଶ କରୁଛି। ସେଥିପାଇଁ ଆମେ ପଶୁ ହେବାକୁ ଚେଷ୍ଟା କରିବା। ମାତ୍ର ପ୍ରଭୁ କହିଲେ ଯେଉଁମାନେ ତାଙ୍କ ଠାରେ ବିଶ୍ୱାସ କରିବେ ସେମାନଙ୍କୁ କହିଲେ 12 ଅଧ୍ୟାୟ 7 ପଦ ଉପଦେଶ କଣ କହିଲେ? ପୁଣି ଧୂଳି ପୁନର୍ବାର ଧୂଳିରେ ପୂର୍ବ ପରି ମୂର୍ତ୍ତିକାରେ ଲୀନ ହେବ। ଆଉ ଆତ୍ମାଦାତା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରିବ। এই বিষয়ে ଆମେ ଆଶା କରିଛୁ ଯେ ଆମର ଆତ୍ମା ପରମେଶ୍ୱରଙ୍କ ନିକଟକୁ ଯିବାର ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆତ୍ମା ବିନାଶ ନ ହେବାର ଅଛି। ଆତ୍ମା କେବେ ମଧ୍ୟ ଧୂଳିରେ ଲୀନ ହେବାକୁ ନାହିଁ। ଶରୀର ଧୂଳିରେ ଲୀନ ହେବ। କାହିଁକି? ଆମେ ମାଟି ବା ଧୂଳିରେ ତିଆରି ହେଇଥିବା ଲୋକମାନେ ଗୋଟେ ଧୂଳିରେ ମିଶି ଯିବୁ। ମାତ୍ର ଏଇ ଆତ୍ମା ଯୋଉ ନାସିକା ନନ୍ଦରେ ପରମେଶ୍ୱର ମୁଖ ଲଗାଇକରି ନାକରେ ଫୁଙ୍କ ଦେଇ ପ୍ରାଣ ପାଇବା ଆତ୍ମା ପ୍ରବେଶ କରାଇଲେ ଜୀବିତ ହେଲୁ ଆମେ। ସେ ଆତ୍ମା ପରମେଶ୍ୱରଙ୍କ ନିକଟକୁ ଯିବାକୁ। ସେଥିପାଇଁ ଆତ୍ମା ଦାତାଙ୍କ ନିକଟରେ ଧୂଳି ପୁନର୍ବାର ଧୂଳିରେ ମିଶିଯିବ। ମାତ୍ର ଆତ୍ମା ଦାତାଙ୍କ ନିକଟରେ ଆତ୍ମା
ତା 6 ପଦ କଣ ଲେଖା ଅଛି? ସେହି ସମୟରେ ରୂପାର ତାର ହୁଗୁଳା ସେଇ ସମୟରେ ରୂପାର ତାର ହୁଗୁଳା ହେବ, ସୁବର୍ଣ୍ଣ ପାତ୍ର ଭଗ୍ନ ହେବ, ସୁନାର ପାତ୍ର ମଧ୍ୟ କଣ ହେଇଯିବ? ଭାଙ୍ଗିଯିବ। ମାଟିର ପାତ୍ର ଜଳସ୍ରୋତ ନିକଟରେ ଚୂର୍ଣ୍ଣ ହେବ, ମାଟିର ପାତ୍ର କୋଉଠି ଭାଙ୍ଗିବ? ଝରଣା ପାଖରେ ଯାଇ ଚୂର୍ଣ୍ଣ ହେବ। କୂପରେ ଚକ୍ର ଭଗ୍ନ ହେବ, ଆଉ ଯୋଉ କୂପ ଆମେ ଖୋଳିବା ପାଇଁ ଚକ୍ର ବନାଇଥାଉ ତାହା ସେ କୂପରେ କଣ ହେଇଯିବ? ତାର 5 ପଦ କଣ ଲେଖା ଅଛି ଦେଖ। ଆହୁରି ସେମାନେ ଉଚ୍ଚ ସ୍ଥାନ ବିଷୟରେ ଭୀତ ହେବେ, ହଁ ଅପଥରେ ତ୍ରାସ ହେବ, ହଁ ଆଉ ବାଦାମ ବୃକ୍ଷ ପୁଷ୍ପିତ ହେବ, ହଁ ଅପଡ଼ିଙ୍ଗ ଆପଣା ଭାରରେ ଭାରଗ୍ରସ୍ତ ହେବ। ଦେଖ ଉର୍ଦ୍ଧ୍ୱ ସ୍ଥାନ ବିଷୟରେ ସେମାନେ କଣ ହେବେ? ଭୀତ ହେବେ। କେଉଁ ଲୋକମାନେ ଭୀତ ହେବେ? ଯେଉଁମାନେ ଜଗତରେ ରହିଯିବେ ଅନ୍ଧକାର ଦିନରେ। ମାତ୍ର ବାଦାମ ବୃକ୍ଷ କେବେ ତାର ଫୁଲ ଫୁଟିବାଟା ଛାଡ଼ିବ? ଫଳିଙ୍ଗ କେବେ ତାର କଣ ହେବ ନାହିଁ? ଭାରଗ୍ରସ୍ତ। ଆଉ ସେଇଦିନ ରୂପାର ତାର ତମେ ଯେତେ ଷ୍ଟ୍ରଙ୍ଗରେ ବାନ୍ଧିଥିଲେ ମଧ୍ୟ ସେଟା କଣ ହେଇଯିବ? ଉଠୁଲା ହେଇଯିବ। ସୁନାର ପାତ୍ର ସବୁ ଭାଙ୍ଗିଯିବ। ମାଟିର ପାତ୍ର ଜଳସ୍ରୋତ ନିକଟରେ କଣ ହେଇଯିବ? ସେଥିପାଇଁ ପ୍ରଭୁ କହିଲେ ଗୀତ ସଂହିତା 1:3 ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱ ସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର କେବେ ମଳିନ ହୁଏ ନାହିଁ, ସେଇ ପ୍ରକାର ବୃକ୍ଷ ସଦୃଶ୍ୟ କିଏ ହେବ? ଯେଉଁମାନେ ଦୁଷ୍ଟ ମାନଙ୍କ ମନ୍ତ୍ରଣାରେ ଚାଲିବ ନାହିଁ, ପାପୀ ମାନଙ୍କ ମାର୍ଗରେ ଠିଆ ହେବ ନାହିଁ, ନିନ୍ଦକ ମାନଙ୍କ ସଭାରେ ବସିବ ନାହିଁ, ମାତ୍ର ସଦା ପ୍ରଭୁଙ୍କର ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଦିବାରାତ୍ର ତାଙ୍କର ବ୍ୟବସ୍ଥାକୁ ସେ ଚକ୍ଷୁର ଅନୁସାରେ ଚାଲିବ ନାହିଁ, ମନର ଗତି ଅନୁସାରେ ଚାଲିବ ନାହିଁ, ଆଉ ନିଜ ମନକୁ ଚିତ୍ତକୁ ତୁଷ୍ଟ করব না, প্রফুল্ল করব না, তৃপ্তি করব না, সেই লোক জড়স্রোত নিকট রোপিত ହେବ। ଯେଉଁ ଲୋକ ଜଳସ୍ରୋତ ନିକଟ ରୋପିତ ହେବ ନାହିଁ, ପୃଥିବୀରେ ରହିବ, ନିଜର ଇଚ୍ଛାରେ ଚାଲିବ, ଦୃଷ୍ଟି ଅନୁସାରେ ଚାଲିବ, ସେଇ ଲୋକ କଣ ହେବ ବୋଲି ଲେଖା ଅଛି? ସେ ମାଟିର ପାତ୍ର କୋଉଠି ଜଳସ୍ରୋତ ନିକଟରେ କଣ ହେଇଯିବ? ପାଣିରେ ଯଦି ମାଟି ହାଣ୍ଡି ଭାଙ୍ଗିଗଲେ କଣ ହେବ? ମାଟି ହାଣ୍ଡି ଧୀରେ ଧୀରେ ଫୁଲି କରି କଣ ହେଇଯିବ? ତଳ ହେଇଯିବ, ମାଟି ହେଇଯିବ। ଜାଗ୍ରତ ରହିବ। ସେଥିପାଇଁ ପ୍ରଭୁ କହୁଛନ୍ତି, ସେଥିପାଇଁ ସେ ପ୍ରଭୁଙ୍କ ଦାସ କହିଲେ କି କଣ ଅନନ୍ତ ଭାଇ କହୁଥିଲେ, କଣ ବୋଲି କହୁଥିଲେ କି ଯେଉଁମାନେ ତାଙ୍କ ପ୍ରତି ଦୃଷ୍ଟି କଲେ ସେମାନେ କଣ ହେଲେ? କଣ ହେଲେ? 34:5 ଯେ ସେମାନେ ତାଙ୍କ ପ୍ରତି ଦୃଷ୍ଟିପାତ କଲେ ଆଉ କଣ ହେଲେ? ଦୀପ୍ତିମାନ ହେଲେ, ସେମାନଙ୍କର ମୁଖ କେବେ 4 ପଦ ଲେଖା ଅଛି। କଣ ଲେଖା ଅଛି? ମୁଁ ସଦା ପ୍ରଭୁଙ୍କର ଅନ୍ୱେଷଣ କଲି, ସେ ମତେ ଉତ୍ତର ଦେଲେ, ମୋର ସମସ୍ତ ଭୟରୁ ମତେ ଉଦ୍ଧାର କଲେ। ପ୍ରେଜ୍ ଦ ଲର୍ଡ। ଆମ ଜୀବନରେ ଥିବା ଭୟରୁ ଆମମାନଙ୍କୁ ଉଦ୍ଧାର କରିବେ। ଭୟ କୋଉଠୁ ଆଇବ? ଭୟ କେବେ ଦିନରେ ଆଇବ କି? ଯେଡ଼େ ବଡ଼ ଜଙ୍ଗଲରେ ଗଲେ ମଧ୍ୟ ଭୟ ଦିନରେ ଆଇବ? ମନେ କରନ୍ତୁ ଆପଣ ମାନେ ଘରେ ବାହାରେ ବାହାରନ୍ତୁ, ସନ୍ଧ୍ୟା ହେଇଗଲା, ରାତି ହେଇଗଲା ବୋଲି କହିଲେ ପତର ଯଦି ଟିକେ ଆବାଜ ହେଇଗଲେ ଭୟ ଆସେ ଜୀବନ। ପତର ଆବାଜ, କାହିଁକି ପତର ଆବାଜ ହେଲେ ଡର ଲାଗୁଛି? ମନୁଷ୍ୟ ବୃକ୍ଷ ତଳେ ଲୁଚିବା ପାଇଁ ଚେଷ୍ଟା କଲା, ପରମେଶ୍ୱରଙ୍କ ଠାରୁ ଦୂରେଇ ଯାଏ ପାପ କରି, ମାତ୍ର ସମୟ ବୃକ୍ଷ ତାକୁ ରକ୍ଷା କଲା। ପ୍ରଭୁଙ୍କ ସମ୍ମୁଖରୁ ଆମେ ଯେଡ଼େ ବଡ଼ ଭୁଲ କରି କୋଉ ଜାଗାରେ ମଧ୍ୟ ଲୁଚିବା ପାଇଁ ଚେଷ୍ଟା କରିବା, କାହିଁକି ଏ ଜଗତରେ ସବୁ ଜାଗାରେ ଭୟ ହିଁ ଭୟ ଅଛି। ମାତ୍ର ଯେଉଁମାନେ ତାଙ୍କ ପ୍ରତି ଦୃଷ୍ଟିପାତ କରିବେ, ତାଙ୍କ ଆଡ଼େ ଦେଖିବେ, ତାଙ୍କ ନିକଟରେ ପ୍ରାର୍ଥନା କରିବେ, ପରମେଶ୍ୱର ସମସ୍ତ ଭୟରୁ ତାଙ୍କୁ କଣ କରିବେ? ଉଦ୍ଧାର କରିବେ। ଆଉ ଆମର ଚକ୍ଷୁର ଅନୁସାରେ ଚାଲିଲେ ହେବ ନାହିଁ, ମନର ଗତି ଅନୁସାରେ ଚାଲିଲେ ହେବ ନାହିଁ। ତୁମର ହୃଦୟ, ତୁମ ଚିତ୍ତ ତୁମକୁ ତୁଷ୍ଟ କରୁ, ତୁମକୁ ତୃପ୍ତି କରୁ, ଆନନ୍ଦ କରୁ। ମାତ୍ର ମୁଁ ଏହା କହିବା ପାଇଁ ଚାହେଁ, এই ସବୁ ବିଷୟ ନେଇ ଗୋଟେ ଦିନ ତୁମର ପରମେଶ୍ୱର ତୁମକୁ ବିଚାର ଆଣିବେ। ଏହା ତୁମେ କଣ ହେବ?
ତେଣୁକରି କ'ଣ କରିବା ଦରକାର ଏଇ ଦିନ ମାନଙ୍କରେ ତାର 28 ପଦ ଉପଦେଶ ପଦ ବିଳାପ ଗୀତ ତାର 3 ଅଧ୍ୟାୟ 28 ପଦ କ'ଣ ବୋଲି ଲେଖା ଅଛି ବିଳାପ ଗୀତ 3 ଅଧ୍ୟାୟ 28 ପଦ ସେ ଏକାକୀ ବସି ସେ ଏକାକୀ ବସି କ'ଣ ହଉ ନିରବ ନିରବ ହୋଇ ହୋଇ ରହୁ କାରଣ ସେ ତାହାର ସ୍କନ୍ଧରେ କାରଣ ତା ସ୍କନ୍ଧରେ କ'ଣ ହଉ ରଖାଯାଇଛି ଜୁଆଳି ରଖିଅଛନ୍ତି। ସେ ଧୂଳିରେ ଆପଣା ମୁଖ ରଖୁ ତାହେଲେ ଅବା ଭରସା ତଳେ ମୁହଁ ରଖିକରି ଚାଲ ତେବେ ଭରସା ପୃଥିବୀକୁ ଅନାଇଲେ ଦୃଷ୍ଟିର ବା ଚକ୍ଷୁର ଅଭିଳାଷ ଅନୁସାରେ ଗମନ କଲେ ମନର ଗତି ଅନୁସାରେ ଚାଲିଲେ କେବେ ମଧ୍ୟ ଭରସା ପାଇପାରିବେ କେବେ ମଧ୍ୟ ପାଇପାରିବେ କେମିତି କଲେ ଭରସା ପାଇପାରିବ ପରମେଶ୍ୱରଙ୍କ ନିକଟ 26 ପଦରେ କ'ଣ ଲେଖା ଅଛି 26 ରେ ସଦାପ୍ରଭୁଙ୍କ ପରିତ୍ରାଣର ପ୍ରତ୍ୟାଶା କରି ସୁସ୍ଥିର ଭାବରେ ଅପେକ୍ଷା କରିବା ମନୁଷ୍ୟର ମଙ୍ଗଳ ଯଦି ପାଇବାର ଅଛି ପରମେଶ୍ୱରଙ୍କର ପରିତ୍ରାଣର ପ୍ରତ୍ୟାଶା କରି ଅପେକ୍ଷା କରିବାଟା ହଉଛି ମନୁଷ୍ୟର ମଙ୍ଗଳ। କେମିତି ଅପେକ୍ଷା କରିବ ସେ ଧୂଳି ଉପରେ ଆପଣ ମୁଖ ରଖି ଚାଲୁ କାହିଁକି ଜୁଆଳି ଖାନ୍ଦରେ ରଖାଯାଇଅଛି ଜୁଆଳି ଯଦି ଖାନ୍ଦରେ ଅଛି ବୋଲେ କେବେ ମଧ୍ୟ ବଳଦ ଉପରେ ଏମିତି କରି ଚାଲିବ କି ଦେଖିଛନ୍ତି ବଳଦ ଉପରେ ଜୁଆଳି ଲଦା ପରେ ସେ ଏମିତି କରି ଚାଲିବ କେବେ ମଧ୍ୟ ଜଗତ ନାହିଁ ଆମର ସ୍କନ୍ଧରେ କୋଉଟା ରଖାଯାଏ ଆମ ଖାନ୍ଦରେ କ'ଣ ରଖାଯାଇଛି ଜୁଆଳି ରଖାଯାଇଛି ତଳେ ସେଥିପାଇଁ ପ୍ରଭୁ କହିଲେ ସେଥିପାଇଁ ପ୍ରଭୁ ଅନନ୍ତ ଭାଇ କହୁଥିଲେ ପ୍ରାର୍ଥନା କେବେ ଉର୍ଦ୍ଧ୍ୱକୁ ନୁହେଁ ପ୍ରାର୍ଥନା ହଉଛି ମନୁଷ୍ୟ ଧୂଳିରେ ତିଆରି ଥିବା ମନୁଷ୍ୟ ଧୂଳିରେ ଦେଖି ନମ୍ର ଭାବରେ ଯେତେବେଳେ ନତ ହେବ ପ୍ରଭୁ ତାକୁ ଯଥା ସମୟରେ ଉନ୍ନତ କରିବେ ପ୍ରେଜ୍ ଦ ଲର୍ଡ ହାଲେଲୁୟା। ସେଥିପାଇଁ ଲେଖା ସଦା ପ୍ରଭୁଙ୍କ ବଳବନ୍ତ ହସ୍ତ ତଳେ ନିଜକୁ ନତ କର ସେ ଯଥା ସମୟରେ ତୁମମାନଙ୍କୁ କ'ଣ କରିବେ ଉନ୍ନତ କରିବେ ସେଟା ହଉଛି ପରମେଶ୍ୱରଙ୍କର ବ୍ୟବସ୍ଥା ନତ ହେବା କାରଣ ପ୍ରାର୍ଥନାରେ ସମସ୍ତ ବିଷୟର ଅନ୍ତିମ କାଳ ସନ୍ନିକଟ ଏଣିକରି ସୁବୁଦ୍ଧି ହୁଅ ଆଉ ପ୍ରାର୍ଥନାରେ ସଚେତନ ରୁହ ଚକ୍ଷୁର ଅଭିଳାଷ ଅନୁସାରେ ଚାଲ ନାହିଁ ମନର ଗତି ଅନୁସାରେ ଗମନ କର ନାହିଁ ତୁମର ଚିତ୍ତ ତୁମକୁ ଆପଣ ହୃଦୟରେ ହୃଷ୍ଟ ନ କରୁ ତୃପ୍ତି ନ କରୁ ଆନନ୍ଦ ନ ଜନ୍ମାଅ ପ୍ରଭୁଙ୍କ ପାଇଁ ସମର୍ପିତ ହୁଅ ପ୍ରାର୍ଥନା କର ଆରାଧନା କର ପ୍ରଭୁଙ୍କ ନିକଟରେ ଉର୍ଦ୍ଧ୍ୱମୁଖୀ ଜାଗତିକ ସମସ୍ତ ବିଷୟ କରିଦିନେ ଲୋପ ପାଇବ ଜଗତ ଗୋଟେ ଦିନ ବିନାଶ ହେବ ଜଗତକୁ ଏ ଅନ୍ଧକାର ବ୍ୟାପ୍ତ କରୁଛି ଘର ଅନ୍ଧକାର ତିମିର ଦିନ ମହା ଅନ୍ଧକାର ଘନିଷ୍ଠ ଅନ୍ଧକାର ଦିନ ଏ ଦିନ କ'ଣ କି ପର୍ବତ ଉପରେ ବ୍ୟାପ୍ତ ହେଉଛି ସୂର୍ଯ୍ୟ ଉଦୟ ହେଲା ପରି ଆଉ ପର୍ବତ ଠାରୁ ବ୍ୟାପ୍ତ ହେଇ ଗୋଟେ ଦିନ ପୃଥିବୀକୁ ଆସିଯିବ ପୃଥିବୀ ସେତେବେଳେ ଅନ୍ଧକାର ହେଇଯିବ ସେଥିପାଇଁ ପ୍ରଭୁ କହିଲେ ତୁମେ ଦିନ ଥାଉ ଥାଉ ମୋର ପ୍ରେରଣ ତାଙ୍କର କର୍ମ କର ଦେଖ ଏଇ ପ୍ରକାର ଦିନ ଏଇ ପ୍ରକାର ରାତ୍ରି ଆସୁଅଛି ତୁମେ ମାନେ କର୍ମ କରିପାରିବ ତେଣୁକରି ପ୍ରଭୁଙ୍କ ସମୟ ଥାଉ ଥାଉ ପ୍ରଭୁଙ୍କ ଦିନ ଥାଉ ଥାଉ ପ୍ରଭୁଙ୍କର ଆଜ୍ଞା ଆମମାନଙ୍କ ମଧ୍ୟରେ ପ୍ରକାଶିତ ହେଇଛି ତାକୁ ଧରିକରି ଚାଲିବା ବିଶ୍ୱାସ ହେବା ପବିତ୍ର ହେବା ପ୍ରଭୁଙ୍କର ଆଜ୍ଞାକୁ ମାନିକରି ଚାଲିବା କାରଣ ଦୁଃସମୟ ଆସୁଅଛି ସେଇ ସବୁ ବର୍ଷ ଯେ ପ୍ରକାର ଆମମାନଙ୍କ ଉପରେ ନ ପଡ଼ିଥିବ ଆମେ ତା ପୂର୍ବରୁ ପ୍ରଥମ ତେସଲୋନିକ 4:16 ପଦ ଅନୁସାରେ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଈଶ୍ୱରଙ୍କ ତୁରୀବାଦ୍ୟ ସହିତ ସେ ମେଘମାଳା ଶୂନ୍ୟ ମଣ୍ଡଳକୁ ଆଗମନ କରିବେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରୁ ଥାଇ ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ ଜୀବିତ ଥିବା ଲୋକମାନେ ରୂପାନ୍ତରିତ ହୋଇ ମେଘମାଳା ଶୂନ୍ୟ ମଣ୍ଡଳକୁ ନୀତ ହେବୁ ଆଉ ସେଇ ଜାଗାରେ ଯୀଶୁଙ୍କ ସହିତ ଆମେ ବାସ କରିବୁ ଜଗତରେ ଅନ୍ଧକାର ବ୍ୟାପିବା ଆଗରୁ ଆମେ ଯେ ପ୍ରକାର ସ୍ୱର୍ଗକୁ ଉର୍ଦ୍ଧ୍ୱଗାମୀ ହେଇପାରିବୁ ସେଥିପାଇଁ ଆପଣ ଆପଣ ଜୀବନକୁ ପବିତ୍ର କରିବା ମନର ଗତି ଚକ୍ଷୁର ଅଭିଳାଷା କି ହୃଦୟର ଚିତ୍ତର ତୁଷ୍ଟି କର୍ମ ନ କରି ପ୍ରଭୁଙ୍କ ଠାରେ ସମର୍ପିତ ହେବା ଯୌବନ କାଳରେ ଜୁଆଳି ପୂରଣ କରି ଚାଲିବା ତେବେ ମନୁଷ୍ୟର ମଙ୍ଗଳ ହୋଇଯିବ ଆମର ମଙ୍ଗଳ ହେବ ମଙ୍ଗଳ ଦିନ ଦେଖିବା ପାଇଁ ଆଉ ନିଜ ଜୀବନରେ କ'ଣ ଲେଖା ଅଛି ତୁମେ ମନୁଷ୍ୟ ଯଦି ଜୀବନରେ ସୁଖ ଭୋଗ କରିବା ପାଇଁ ଆଉ ମଙ୍ଗଳ ଦିନ ଦେଖିବା ପାଇଁ ଇଚ୍ଛା କରେ ସେ ଆପଣା କୁବାକ୍ୟରୁ ପ୍ରବଞ୍ଚନା ବାକ୍ୟରୁ ଆପଣ ମୁଖକୁ ଆଉ କ'ଣ ଲେଖା ଅଛି କୁବାକ୍ୟରୁ ଆପଣ ଅଷ୍ଟାଥରକୁ କ'ଣ କରୁ ନିବୃତ୍ତ କର ତେବେ ପରମେଶ୍ୱର
आशीर्वाद करबे अनुग्रह करबे तेणुकर प्रिय माने प्रभु ठार समर्पित हेबा प्रार्थना रे जीवन बिताइबा प्रार्थना रे आमे नत हेबा प्रभु को जति आमको उन्नत करिवे ताको राज्य को नै जीवे प्रभु ए वाक्य हम समस्त को आशीर्वाद करतु।